ଦୀପରେ ଏଇ 7ଟି ଜିନିଷ ଦେଇ ଜାଳିଲେ ଘରେ ସୁଖ ସମୃଦ୍ଧିର ବୃଦ୍ଧି ଘଟିଥାଏ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଦୀପରେ ଏହି 7ଟି ଜିନିଷ ଦେଇ ଜଳାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢ଼ିଥାଏ। ସନାତନ ଧର୍ମରେ ଦୀପ ଜଳାଇବାକୁ ଅତ୍ୟନ୍ତ ଶୁଭ ଓ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଦୀପକୁ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି ମଧ୍ୟ ମନାଯାଏ। ବିଶ୍ୱାସ କରାଯାଏ ଯେ ଦୀପ ଜଳାଇଲେ ଘରେ ସୁଖ ଓ ସମୃଦ୍ଧିର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ନକାରାତ୍ମକ ଶକ୍ତିର ମଧ୍ୟ ବିନାଶ ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଦୀପ ଜଳାଇବା ବେଳେ କିଛି ବିଶେଷ ଜିନିଷ ଯୋଗ କରିଲେ ଏହାର ଶକ୍ତି ଅଧିକ ବଢ଼ିଯାଏ। ଆଜିର ଏହି ଭିଡ଼ିଓରେ ଆମେ ଏହି ବିଷୟରେ ଅଧିକ ଜାଣିବା। ଆମେ ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ସନ୍ଧ୍ୟାବେଳେ ତେଲରେ ଦେଇ ଦୀପ ଜଳାଇଲେ ଘରେ କେବେ ସୁଖ ସମୃଦ୍ଧିର କମ୍ ହୁଏ ନାହିଁ। ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ବିଶେଷ ମହତ୍ତ୍ୱ ଦିଆଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବଦେବୀଙ୍କ ପୂଜା ବେଳେ ଦୀପ ଜଳାଇବାକୁ ଶୁଭ ମନାଯାଏ। ବିଶ୍ୱାସ କରାଯାଏ ଯେ ଦୀପର ଆଲୋକରେ ଭଗବାନଙ୍କର ଉପସ୍ଥିତି ହୁଏ, ଯାହା ନକାରାତ୍ମକ ଶକ୍ତିକୁ ଦୂର କରିଥାଏ। ଦୀପ ଜଳାଇଲେ ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ଓ ଶାନ୍ତି, ସୁଖ ଓ ସମୃଦ୍ଧି ବାସ କରେ। ସେଥିପାଇଁ ଧାର୍ମିକ କାର୍ଯ୍ୟ ଓ ଶୁଭ କାର୍ଯ୍ୟରେ ଦୀପ ଜଳାଇବାକୁ ବାଧ୍ୟତା ବୋଲି ମନାଯାଇଛି। ଯଦି ଆପଣ ଆର୍ଥିକ ସମସ୍ୟାରେ ଅଛନ୍ତି ତେବେ ଏହି ଦୀପ ଆପଣଙ୍କୁ ସାହାଯ୍ୟ କରିପାରିବ। ଦୀପ ସହିତ ସମ୍ପୃକ୍ତ କିଛି ସହଜ ଉପାୟ ଅନୁସରଣ କରି ଆପଣ ନିଜ ଭାଗ୍ୟ ପରିବର୍ତ୍ତନ କରିପାରିବେ। ଏହା ଆପଣଙ୍କର ଆୟ ବଢ଼ାଇ ପାରିବ ଓ ଜୀବନର ସମସ୍ତ ସମସ୍ୟାକୁ ଦୂର କରିପାରିବ। ଦୀପ ତଳେ କେଉଁ 7ଟି ଜିନିଷ ଦେଇ ଜାଳିଲେ ଘରେ ସୁଖ, ସମୃଦ୍ଧି ଓ ଧନର ଆଗମନ ହୋଇଥାଏ, ଆସନ୍ତୁ ଜାଣିବା। କିନ୍ତୁ ତାହା ପୂର୍ବରୁ ଯଦି ଆପଣମାନେ ଚାହୁଁଛନ୍ତି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହୁ, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖନ୍ତୁ। ନମ୍ବର 1, ଲବଙ୍ଗ। ଲବଙ୍ଗକୁ ଧନ ଓ ସମୃଦ୍ଧିର ପ୍ରତୀକ ବୋଲି ମନାଯାଏ। ଦୀପ ଜଳାଇବା ସମୟରେ ତେଲରେ ଲବଙ୍ଗ ଦେଇ ଜଳାଇଲେ ଘରେ ଧନ ଆଗମନ ହୁଏ ଓ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ନମ୍ବର 2, ଇଲାଇଚି। ଇଲାଇଚିକୁ ସୌଭାଗ୍ୟର ଓ ଶୁଭତାର ପ୍ରତୀକ ବୋଲି ମନାଯାଏ। ଦୀପରେ ଇଲାଇଚି ଦେଇ ଜଳାଇଲେ ଘର ଭିତରେ ସକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ ଓ ଭାଗ୍ୟର ଉନ୍ନତି ଘଟିଥାଏ। ନମ୍ବର 3, କେଶର। କେଶରକୁ ଅତି ପବିତ୍ର ଓ ଶୁଭ ବସ୍ତୁ ବୋଲି ମନାଯାଏ। ଏହାକୁ ଦୀପରେ ଦେଇ ଜଳାଇଲେ ଘରେ ଶାନ୍ତି ଓ ସମୃଦ୍ଧି ବାସ କରେ। ନମ୍ବର 4, ଚାଉଳ। ଚାଉଳକୁ ଅନ୍ନର ପ୍ରତୀକ ବୋଲି ମନାଯାଏ। ଦୀପରେ ଅଳ୍ପ ପରିମାଣରେ ଚାଉଳ ଦେଇ ଦୀପ ଜଳାଇଲେ ଘରେ ଅନ୍ନର ଅଭାବ କେବେ ବି ହୁଏ ନାହିଁ। ନମ୍ବର 5, ହଳଦୀ। ହଳଦୀକୁ ପବିତ୍ରତା ଓ ଶୁଭତାର ପ୍ରତୀକ ମନାଯାଏ।
ଦୀପରେ ହଳଦୀ ଦେଇ ଜଳାଇଲେ ନକାରାତ୍ମକ ଶକ୍ତି ଦୂର ହୁଏ ଓ ଘର ସଫଳତାର ରାସ୍ତାରେ ଆଗେଇ ଯାଇଥାଏ। ନମ୍ବର 6, ଘିଅ। ଘିଅକୁ ଶୁଦ୍ଧ ଓ ପବିତ୍ର ବୋଲି ମନାଯାଏ। ଘିଅରେ ଦୀପ ଜଳାଇଲେ ଘରେ ଧନ ସୁଖର ବୃଦ୍ଧି ଘଟିଥାଏ ଓ ନକାରାତ୍ମକ ଶକ୍ତିର ଦୂର ହୋଇଥାଏ। ନମ୍ବର 7, ତିଳ ତେଲ। ତିଳ ତେଲ ମଧ୍ୟ ପବିତ୍ର ଓ ଶୁଭ ବୋଲି ମନାଯାଏ। ଏହା ଦେଇ ଦୀପ ଜଳାଇଲେ ଘରକୁ ଶୁଭତା, ଶାନ୍ତି ଓ ସମୃଦ୍ଧି ଆସିଥାଏ। ଦୀପ ସବୁବେଳେ ସଫା ଓ ପବିତ୍ର ସ୍ଥାନରେ ଜାଳନ୍ତୁ। ସନ୍ଧ୍ୟାବେଳେ ମୁଖ୍ୟ ଦ୍ୱାର କିମ୍ବା ପୂଜା ଘରେ ଦୀପ ଜଳାଇଲେ ଅତ୍ୟନ୍ତ ଶୁଭ ବୋଲି ମନାଯାଏ। ଦୀପ ଜଳାଇବା ବେଳେ ଭଗବାନଙ୍କୁ ଧ୍ୟାନ କରନ୍ତୁ। ଦୀପ କେବେ ବି ଖାଲି ଜାଗାରେ ବା ତଳେ ରଖିବା ଉଚିତ ନୁହେଁ। ଦୀପର କିଛି ବିଶେଷ ଉପାୟ। ନମ୍ବର 1, ଯଦି ଆପଣଙ୍କର ଜାତକରେ ରାହୁ, କେତୁ କିମ୍ବା ଶନି ଦୋଷ ଅଛି, ତେବେ ପ୍ରତିଦିନ ସକାଳ ବା ସନ୍ଧ୍ୟାବେଳେ ଅଳସୀ ତେଲର ଦୀପ ଜଳାଇବା ଶୁଭ ମନାଯାଏ। ବିଶେଷ କରି ଶନିବାର ଦିନ ଶନି ମନ୍ଦିରରେ ସୋରିଷ ତେଲର ଦୀପ ଜଳାଇଲେ ଶନି ଦୋଷ ଓ ଶନିଦେବଙ୍କ ପ୍ରକୋପରୁ ମୁକ୍ତି ମିଳିଥାଏ। ଏହି ଉପାୟ ରାହୁ ଓ କେତୁଙ୍କର ନକାରାତ୍ମକ ପ୍ରଭାବକୁ ମଧ୍ୟ କମ୍ କରିବାରେ ସାହାଯ୍ୟ କରିଥାଏ। ନମ୍ବର 2, ଯଦି ଆପଣ କୌଣସି ଅଜଣା ଭୟରେ ପୀଡ଼ିତ ଅଛନ୍ତି ବା ଆପଣଙ୍କର ଶତ୍ରୁ ଆପଣଙ୍କୁ ଚିନ୍ତାରେ ପକାଉଛନ୍ତି, ତେବେ ସୋମବାର ଓ ଶନିବାର ଦିନ ଭୈରବ ମନ୍ଦିରରେ ସୋରିଷ ତେଲର ଦୀପ ଜାଳନ୍ତୁ। ଏହାଦ୍ୱାରା ଆପଣଙ୍କର ଭୟ ଓ ଶତ୍ରୁମାନଙ୍କ ଦ୍ୱାରା ପାଉଥିବା କଷ୍ଟ ଦୂର ହୋଇଥାଏ ଓ ଆପଣଙ୍କୁ ନକାରାତ୍ମକ ଶକ୍ତିରୁ ମୁକ୍ତି ମିଳିଥାଏ। ନମ୍ବର 3, ଯଦି ଆପଣ ସୁଖ ସମୃଦ୍ଧି ପାଇଁ ଚାହୁଁଛନ୍ତି, ତେବେ ପ୍ରତିଦିନ ବାଲଗୋପାଳଙ୍କ ମନ୍ଦିରରେ ଓ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ସମ୍ମୁଖରେ ଦେଶୀ ଘିଅ ଦୀପ ଜାଳନ୍ତୁ। ଏହା ସହିତ ଓମ୍ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ର 108 ଥର ଉଚ୍ଚାରଣ କରନ୍ତୁ। ଏହାଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବଢ଼ିବା ସହ ଭଗବାନ ବିଷ୍ଣୁଙ୍କର କୃପା ଆପଣଙ୍କ ଉପରେ ସର୍ବଦା ରହିବ। ନମ୍ବର 4, ମହାଲକ୍ଷ୍ମୀଙ୍କ ସାମ୍ନାରେ ସାତବତୀ ଥିବା ଦୀପ ଜଳାଇଲେ ଧନ ସମସ୍ୟା ଦୂର ହୋଇଥାଏ ଏବଂ ଅଟକି ଥିବା ଧନ ମିଳିଥାଏ। ମହାଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କୁ ଧନ ମିଳିବା ସହ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥାଏ। ଏହା ସହିତ ମା ସରସ୍ୱତୀଙ୍କ ସାମ୍ନାରେ ଦୁଇମୁଖୀ ଦୀପ ଜଳାଇଲେ ବିଦ୍ୟା ବୃଦ୍ଧି ଓ ଶିକ୍ଷାର ସଫଳତା ମିଳେ। ନମ୍ବର 5, ବୁଧବାର ଦିନ ଭଗବାନ ଗଣେଶଙ୍କ ସାମ୍ନାରେ ତିନିମୁଖୀ ଥିବା ଦେଶୀ ଘିଅର ଦୀପ ଜଳାନ୍ତୁ ଏବଂ ଦୁବ ଘାସ ଅର୍ପଣ କରନ୍ତୁ। ଏହି କାର୍ଯ୍ୟ ଧନ ଧାନ୍ୟ ଅଭାବ ଦୂର କରିଥାଏ ଏବଂ ଆମଦାନୀର ନୂଆ ସଂସ୍ଥାନରେ ସହାୟକ ହୋଇଥାଏ। ପ୍ରଭୁ ଗଣେଶଙ୍କ କୃପା ରହିଲେ ସବୁ ବାଧାବିଘ୍ନ ଦୂର ହୋଇଥାଏ। ଦର୍ଶକ ବନ୍ଧୁ, ଆପଣମାନେ ମୋର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଯଦି ଆପଣମାନେ ମୋର ଏହି ଭିଡ଼ିଓରୁ କିଛି ବି ଶିକ୍ଷଣୀୟ କଥା ଶିଖିପାରିଥିବେ, ତେବେ ଦୟାକରି ଭିଡ଼ିଓଟିକୁ ଗୋଟେ ଛୋଟିଆ ଲାଇକ୍ କରି ଆମ ଚ୍ୟାନେଲ ସୋନା ରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ତା ସହ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ।
ଭଲରେ ରୁହନ୍ତୁ ଆପଣମାନେ। ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା।